ବର୍ତ୍ତମାନ ଯେଉଁ ମନସୁନ୍ କେରଳରେ ଅନସେଟ୍ ହେଇଛି ଏବେ ସେ ମନସୁନ୍ର ଏତେ ଷ୍ଟ୍ରେଙ୍ଗଥ୍ ନାହିଁ 7 ତାରିଖ ବେଳକୁ ମାନେ ଆଉ ୱିଣ୍ଡର ସ୍ପିଡ୍ ବଢ଼ିବାର ସମ୍ଭାବନା ରହୁଛି ଏବଂ ଫର୍ଦର ସେ ମୁଭମେଣ୍ଟ କରିବ କର୍ଣ୍ଣାଟକ ଆପଣ ତେଲେଙ୍ଗାନା ଧୀରେ ଧୀରେ ଗ୍ରାଜୁଆଲି ମୁଭମେଣ୍ଟ କରି ଆସିବ କିନ୍ତୁ ଯାହା ଜଣାପଡ଼ୁଛି 12-13 ତାରିଖ ବେଳକୁ ସେ ଦକ୍ଷିଣ ଓଡ଼ିଶା ବାର କିଛି ପୋର୍ସନ୍ ପାଖାପାଖି ଆସିଯାଇପାରେ ୱିଣ୍ଡର ସ୍ପିଡ୍ ଯଦି ବର୍ଷା କଣ୍ଟିନ୍ୟୁ ରହିଲା ହେଇପାରେ 14ରୁ 17 ଭିତରେ ଓଡ଼ିଶାରେ ମନସୁନ୍ ଅନସେଟ୍ ହେବ କିନ୍ତୁ ଆରବ ସାଗର ଫ୍ଲୋଟା ଯେଉଁଟା ଆସୁଛି ମାନେ ଦକ୍ଷିଣ ଭାରତ ଦେଇକି ରାଜ୍ୟରୁ ଦେଇକି ଆସିବ ଓଡ଼ିଶା ଆଡ଼କୁ କିନ୍ତୁ ସେ ଅନୁସାରେ ବଙ୍ଗୋପସାଗର ବି ସେହି ସମୟକୁ ଷ୍ଟ୍ରେଙ୍ଗଥେନ୍ ହେବାର ବି ସମ୍ଭାବନା ରହୁଛି ବଙ୍ଗୋପସାଗର ଯେଉଁଟା ଉତ୍ତର ପୂର୍ବାଞ୍ଚଳ ଦେଇକି ୱେଷ୍ଟବେଙ୍ଗଲ ଦେଇ ସେ ବି ଓଡ଼ିଶାକୁ ଆସିବ ଆଶା କରାଯାଉଛି କିନ୍ତୁ ମନସୁନ୍ ଯେଉଁ ଅନସେଟ୍ ହେବ ସେଥିରେ ହେଭି ରେନ୍ଫଲ୍ ନ ହୋଇପାରେ କିନ୍ତୁ ଲାଇଟ୍ ଟୁ ମଡରେଟ୍ ରେନ୍ କଣ୍ଟିନ୍ୟୁ ରହିବ ଆକାଶ ମେଘାଚ୍ଛନ୍ନ ରହିବ ମାନେ ଯେତେବେଳେ ମନସୁନ୍ କରେଣ୍ଟ ଡେଭଲପ୍ କରିବ କଲେ ଟେମ୍ପରେଚର 34-35 ଡିଗ୍ରୀ ପଳେଇ ଆସିବ ଆଉ ଯଦି ଆପଣ କ୍ଲାଉଡ଼ିଂ ରହିଲା ତ ଟେମ୍ପରେଚର 30ରୁ 32 ଡିଗ୍ରୀ ଭିତରେ ରହିବ ଡିପେଣ୍ଡ କରୁଛି ସେହି ସମୟରେ କେମିତି କ'ଣ ସିଚୁଏସନ୍ ରହୁଛି ଯଦି ଲାଇଟ୍ ରେନ୍ ସମୟ ସମୟ ଦେଖାଯାଇଛି କେଉଁ ବର୍ଷ ଲାଇଟ୍ ରେନ୍ ବି ମଧ୍ୟ ସମ୍ ଫ୍ୟୁ ଆୱାର୍ସ ପର୍ଯ୍ୟନ୍ତ କଣ୍ଟିନ୍ୟୁ ରହେ କି ପ୍ରକାର ସିଷ୍ଟମ୍ ରହୁଛି କାରଣ 11 ତାରିଖ 12 ତାରିଖକୁ ଜଣାପଡ଼ିବ କିନ୍ତୁ ଏତେ ଆଗରୁ ତ କହିହେବନି କିନ୍ତୁ ଯାହା ମଡ଼େଲ୍ ଇଣ୍ଡିକେଟ୍ କରୁଛି ପ୍ରାୟ ଲାଇଟ୍ ଟୁ ମଡରେଟ୍ ଟ୍ରେନ୍ କଣ୍ଟିନ୍ୟୁ ରହିବ ଆପଣଙ୍କର 13-14 ତାରିଖଠୁ ନା ଏଲିନୋ ତ ନୂଆ କଥା ନୁହେଁ ଏଲିନୋ ପିରିୟଡ଼ିକ୍ ଇଭେଣ୍ଟ ସେ ପ୍ରଶାନ୍ତ ମହାସାଗର ଆମର ଯେଉଁ ଇକ୍ୱେଟୋରିଆଲ ସେଣ୍ଟ୍ରାଲ ପାସିଫିକ୍ ଓସେନ୍ ରହୁଛି ପେରୁ କୋଷ୍ଟ ପାଖାପାଖି ଦକ୍ଷିଣ ଆମେରିକା ସେଠି ପ୍ରାୟ ସମୟ ସମୟ ଆସିଥାଏ 2ରୁ 4 ବର୍ଷ ଭିତରେ କହୁଛ 3 ବର୍ଷ ଆସୁଛି 4 ବର୍ଷ ଆସୁଛି ତାର ଏକ୍ଜାକ୍ଟ ଫୋରକାଷ୍ଟ ଆଗରୁ କରାଯାଏ ନା କିନ୍ତୁ ଯେତେବେଳେ ସି ସର୍ଫେସ୍ ଟେମ୍ପରେଚର ବଢ଼େ ମାନେ ନର୍ମାଲ ଠାରୁ 0.5 ଡିଗ୍ରୀ ସେତେବେଳେ ଏଲିନୋ ଥାଏ ବୋଲି କୁହନ୍ତି କିନ୍ତୁ ଜେନେରାଲି ଏଲିନୋ ଆପଣଙ୍କର ୱିଣ୍ଟର ସିଜନରେ ଯେଉଁଟାକି ନଭେମ୍ବର ମାର୍କୁ ସେତେବେଳକୁ ଏଲିନୋ ହେବ ସୁପର ଏଲିନୋ ତ ଏବେ ହେଉନି ନଭେମ୍ବର ଡିସେମ୍ବର ତେବେ ଆମର 2027ରେ ହିଟ୍ ୱେଭ୍ର ସଂଖ୍ୟା ବଢ଼ିବ ବା ଟେମ୍ପରେଚର ଅଧିକା ହେବ ଏବେ ତ ମନସୁନ୍ କରେଣ୍ଟ ଡେଭଲପ୍ କଲେ ଟେମ୍ପରେଚର କମି ଆସିବ କିନ୍ତୁ ସେଠୁ ଯେଉଁ ଆମର ୱିଣ୍ଡ ଫ୍ଲୋଟା ଆସୁଥିଲା ପୂର୍ବରୁ ପଶ୍ଚିମ ଆଡ଼କୁ କାରଣ ସେ ସମୟରେ ଭାରତୀୟ ସବକଣ୍ଟିନେଣ୍ଟରେ ହିଟ୍ ରହେ ମାନେ ଟେମ୍ପରେଚର ରହେ ଜଳୀୟ ବାଷ୍ପ ମାତ୍ରା ପ୍ରାୟ 85ରୁ 90% ହ୍ୟୁମିଡିଟି ରହେ ଯେଉଁଟାକି ହିଟ୍ ଏନର୍ଜି ଟାଇପ୍ର ସେ ସମୟରେ ଟେମ୍ପରେଚର ରହିଲେ ଏଠି ଲଘୁଚାପ ସୃଷ୍ଟି ହୁଏ ଓଡ଼ିଶା ୱେଷ୍ଟବେଙ୍ଗଲ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଆଉ ସେଠୁ ଆମର ଯେଉଁ ପ୍ରଶାନ୍ତ ମହାସାଗରରୁ ପବନ ଆସେ ପ୍ରଶାନ୍ତ ମହାସାଗର ଭାରତ ମହାସାଗର ବଙ୍ଗୋପସାଗର ଏମିତି ଆରବ ତାହେଲେ ଆମର ବର୍ଷା ପ୍ରଚୁର ମାତ୍ରାରେ ହେଇଥାଏ ଆଉ କଣ୍ଟିନ୍ୟୁଅସ୍ ହେଇଥାଏ କିନ୍ତୁ ଯେତେବେଳେ ସେଠି ଏଲିନୋ ଡେଭଲପ୍ କରୁଛି ସେଠି ଲୋ ପ୍ରେସର ହେବ ୱିଣ୍ଡର ଗତି ଚେଞ୍ଜ ହେଇଯିବ ଯେଉଁଟା ପୂର୍ବରୁ ପଶ୍ଚିମକୁ ଆସୁଥିଲା ପଶ୍ଚିମରୁ ପୂର୍ବକୁ ଯିବ ଏଠି ଆମର ସଫିସିଏଣ୍ଟ ଜଳବାଷ୍ପ ଆଭେଲେବୁଲ୍ ତଥାପି ଆମର ଭାରତର 3 ପଟରେ ରହୁଛି ସମୁଦ୍ର ଆପଣଙ୍କ ପୂର୍ବରୁ ଦେଖିବେ ବଙ୍ଗୋପସାଗର ଦକ୍ଷିଣରେ ଭାରତ ମହାସାଗର ଆଉ ପଶ୍ଚିମରେ ଆରବ ସାଗର ରହୁଛି 3 ପଟରେ ରହୁଛି ଆଉ ହିଟ୍ ପ୍ରଭାବରେ ବି ସେଠୁ ବି ମଏଶ୍ଚର ଫ୍ଲୋ ହେବ ତା ଛଡ଼ା ଖାଲି ଏଲିନୋ ଯେ ଆମର ଜଳ ମାନେ ମନସୁନ୍କୁ ପ୍ରଭାବିତ କରୁଛି ଗୋଟେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ବି ଅଛି ସେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ଯେଉଁଟାକି ପଶ୍ଚିମ ଯେଉଁ ଭାରତ ମହାସାଗର ପଟରେ ତାର ପ୍ରଭାବ ଜଣାପଡ଼େ ସେଠି ବର୍ତ୍ତମାନ ନ୍ୟୁଟ୍ରାଲ୍ କଣ୍ଡିସନ୍ ରହିଛି ସେ ସିଜିନ୍ ଏଣ୍ଡକୁ ସେ ପ୍ରାୟ ପଜିଟିଭ୍ ରହିବ ସେ ବି ଫେଭରେବୁଲ୍ କରେ ସମୟ ସମୟ କେଉଁ ବର୍ଷ ମାନଙ୍କରେ ଆମର ବର୍ଷା କରିବା ପାଇଁ ଏଇଟା ଦେଖିବାର ଅଛି ମନସୁନ୍ ଅନସେଟ୍ ହେଲା ପରେ କେତେ ନମ୍ବର ଅଫ୍ ଲୋ ପ୍ରେସର୍ସ ଫର୍ମ ହେଉଛି ଯଦି ଲୋ ପ୍ରେସର 10 ଲୋ ପ୍ରେସର୍ସ ଫର୍ମ ହେଉଛି ଆଉଟ୍ ଅଫ୍ 10 ଲୋ ପ୍ରେସର ଯଦି 2 to 3 ଲୋ ପ୍ରେସର୍ସ ଡିପ୍ରେସନ୍ ବା ଡିପ୍ ଡିପ୍ରେସନ୍ ଯାଉଛି ତାହେଲେ ଓଡ଼ିଶାରେ ବର୍ଷାର ପରିମାଣ ନର୍ମାଲ ରହିପାରେ ତାପରେ ଫର୍ମେସନ୍ ଲୋକେସନ୍ ବି ଡିପେଣ୍ଡ କରୁଛି କାରଣ ଲାଷ୍ଟ 5 to 6 ଇୟର୍ ଦେଖାଯାଇଛି ଅଧିକାଂଶ ଲଘୁଚାପ ଦକ୍ଷିଣ ଓଡ଼ିଶା ବା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଯାହାଫଳରେ କି ଦକ୍ଷିଣ ଓଡ଼ିଶାରେ ବର୍ଷାର ମାତ୍ରା ଅଧିକ ରହୁଛି ଉତ୍ତରରେ ଯଦି ସେଣ୍ଟ୍ରାଲ ଓଡ଼ିଶା ଜଗତସିଂହପୁରଠୁ ନେଇକରି ଆପଣଙ୍କର ଭଦ୍ରକ ଭିତରେ କେନ୍ଦ୍ରାପଡ଼ା ଭିତରେ କୋଷ୍ଟାଲରେ ଫର୍ମ ହେଲା ତାହେଲେ ହୋଲ୍ ଓଡ଼ିଶା ବର୍ଷା ପାଇବ ଉତ୍ତର ଓଡ଼ିଶା ବି ପାଇବ ଦକ୍ଷିଣ ଓଡ଼ିଶା ପାଇବ କିନ୍ତୁ ଯଦି ୱେଷ୍ଟବେଙ୍ଗଲ ଉପକୂଳରେ ଫର୍ମ ହେଉଛି ସେ ସାଧାରଣତଃ ଉତ୍ତର ପଶ୍ଚିମ ଯେଉଁ ଗତି କରେ ସେଥିରେ ଆମର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଥାଏ ଇଭିନ୍ ଫ୍ଲଡ୍ ବି ହୋଇଥାଏ ଦେଖାଯାଇଛି ମହାନଦୀରେ।